ସିନ୍ଧେକେଲା ମା ଦ୍ୱାରସେନୀ ମନ୍ଦିରରୁ ଚୋରି। ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅଞ୍ଚଳରେ ଥିବା ପ୍ରସିଦ୍ଧ ମା ଦ୍ୱାରସେନୀ ମନ୍ଦିରରୁ ଚୋରି ଅଭିଯୋଗ। ମାଙ୍କ ସୁନା ଓ ରୂପା ଅଳଙ୍କାର ସହ ହୁଣ୍ଡିରେ ଥିବା ଟଙ୍କା ଚୋରି ହୋଇଥିବା ଅଭିଯୋଗ। ସୂଚନା ଅନୁସାରେ ଚୋରମାନେ ମନ୍ଦିରର ଗ୍ରିଲ୍ ଗେଟ୍ ଭାଙ୍ଗି ଭିତରକୁ ପ୍ରବେଶ କରିଥିବା ଜଣାପଡ଼ିଛି। ଗତ 3 ଦିନ ଧରି ମନ୍ଦିରର ପୂଜକ ଜଣେ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଥିବାରୁ ପୂଜକ ମନ୍ଦିର ଆସୁନଥିଲେ। ମନ୍ଦିରରେ ଗେଟ୍ ଚାବି ଅନ୍ୟ ଜଣଙ୍କ ପାଖରେ ଥିବାବେଳେ ଆଜି ସକାଳେ ମନ୍ଦିରରେ ଚୋରି ହୋଇଥିବା ଜଣାପଡ଼ିଥିଲା। ଚୋରି ଖବର ପ୍ରଚାର ହେବା ପରେ ମନ୍ଦିର କମିଟିର ସଦସ୍ୟ ଓ ଗ୍ରାମବାସୀ ମନ୍ଦିରରେ ପହଞ୍ଚିଥିଲେ। ଏନେଇ ତୁରନ୍ତ ସିନ୍ଧେକେଲା ପୁଲିସକୁ ସୂଚନା ଦିଆଯାଇଥିଲା। ଖବର ପାଇ ସିନ୍ଧେକେଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ସୁନା ଓ ରୂପା ଅଳଙ୍କାର ଏବଂ ହୁଣ୍ଡିର ଟଙ୍କା ପରିମାଣ ସମ୍ପର୍କରେ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛି। ତେବେ ମନ୍ଦିରରେ ଚୋରି କରିଥିବା ଦୁର୍ବୃତ୍ତଙ୍କୁ ଶୀଘ୍ର ଧରିବା ସହ ଚୋରି ସାମଗ୍ରୀ ଉଦ୍ଧାର ପାଇଁ ଅଞ୍ଚଳରେ ଦାବି ହୋଇଛି। ମୋ ନାଁ ସୁଶାନ୍ତ ଥାନାପତି, ଦ୍ୱାରସେନୀ ମନ୍ଦିର ସେବାୟତ। ଆଉ ଆଜି ସକାଳୁ ଆମେ ଜାଣିଲୁ ଯେ ଦ୍ୱାରସେନୀ ମନ୍ଦିରର କିଛି ରୂପା ଆଉ ସୁନା ଯେନ୍ଟାକି ତାଲା ଭାଙ୍ଗିକରି ଚୋରି ହେଇଛେ ବୋଲିକରି। ଆଉ ଏଇଟା 3 ଦିନ ହେଇଗଲା। ଆମର ଜଣେ କାକା ଜଣେ ଖରାପ ହେଇଯାଇଛନ୍, ସେଥିଲାଗି ଆମେ ନେଇ ଯିବାର ସେବାୟତ ମାନେ। ଆଉ ଯେହେତୁ ମନ୍ଦିର ଯେନ୍ତା ପୂଜା ହେସି ସେନ୍ତା ପୂଜା ହେଉଛେ। ଆଉ ଛତ୍ରିଆ କଇଟା ମନ୍ଦିର ଦାୟିତ୍ୱ ସଫା ହେଇଥିଲା। ଆଉ ପୁଲିସ ବି ସୋର ପାଇଲା ପରେ ପହଞ୍ଚିଥିଲା ତଦନ୍ତ କରବାର୍ ଲାଗି। ଆମେ ଚାହୁଁଛୁ, ଆମର ଦାବି ଅଛେ ଯେତେ ଜଲ୍ଦି ହେବା ଏ ଚୋରମାନକେ ଧରା ଯାଉ, ସେଟା ଏକା ଆମର ଦାବି।